ଦଶମ ସ୍କନ୍ଦ ଦ୍ୱାରିକା ଲୀଳା ଷଷ୍ଠମ ଅଧ୍ୟାୟ ଉପବାଚ। ବୋଲନ୍ତି ବ୍ୟାସଙ୍କର ସୁତ ଶୁଣ ରାଜନ ପରୀକ୍ଷିତ ନ ହରିଲେ ଯେ ନାରୀ ରୁକ୍ମିଣୀ ଦେବୀ ଆଦି କରି ତାହାଙ୍କ ଠାରୁ ଯେତେ ଜାତ ହୋଇଲେ ଗୋବିନ୍ଦର ସୁତ ହରି ମହିମା ସଂଖ୍ୟା କରି କେହୁ ନର ଦେହ ଧରି ପ୍ରଦ୍ୟୁମ୍ନ ଆଦି ପୁର ଯେତେ ପ୍ରଧାନେ କହିବି ମୁଁ ତତେ କନ୍ୟାକେ ଦଶ ପୁତ୍ର ଅନ୍ତରେ ଏକଇ ଦୁହିତ ନର ପ୍ରାୟ ରୂପ ଗୁଣ ଏବେ ଓ ସାବଧାନେ ଶୁଣ କନ୍ୟାଏ କୃଷ୍ଣକୁ ନିରତେ ଚରଣେ ସେବନ୍ତି ଯେମତେ ତାଙ୍କ ଘରୁ ଦାମୋଦର ଦଣ୍ଡେ ନୁହନ୍ତି ବାହାର ଦେଖି ଗୋବିନ୍ଦ ସ୍ନେହ ଭାବ ଆତ୍ମାକୁ ମଣିଲେ ଦୁର୍ଲଭ ତାର ବେନି ଭୁଜ ନେତ୍ର ସଙ୍ଗେ କମଳିନୀ ଶୋଭିତ କୃଷ୍ଣ ମହିମା ନ ଜାଣନ୍ତି ସ୍ୱାମୀର ପ୍ରାୟ ସେ ମଣନ୍ତି କାହୁଁ ଜାଣିବେ କୃଷ୍ଣ ଭାବ ବ୍ରହ୍ମା ଶଙ୍କରେ ଯେ ଦୁର୍ଲଭ ସ୍ୱଭାବେ ଜଗତେ ଜନନୀ ବିଶେଷ କୃଷ୍ଣ ଭାବ ଜ୍ଞାନୀ ନର ମାୟାର ବ୍ୟବହାରେ ଭ୍ରମନ୍ତି ବ୍ରହ୍ମା ଶିବ ସୁରେ ଏ ଚାରୁ କମଳ ପୁଷ୍ପ ବର୍ଣ୍ଣ ନିର୍ମଳ ମୋହନ ବଦନ ଏ ବିସ୍ତାର ଭୁଜ ନେତ୍ର ବେନି ପ୍ରେମେ ହର୍ଷିତ ରସ ଜ୍ଞାନୀ କାମ ଦୃଷ୍ଟି ରମ୍ୟ ବାଣୀ ଏମନ୍ତେ ମୋହିଲେ ତରୁଣୀ ଯୁବତୀ ଭାବେ କୃଷ୍ଣ ମନ ମୋହନେ ନହିଲେ ଭାଜନ ଏ ସେ ହରି ସର୍ବ ପରିପୂର୍ଣ୍ଣ ରୂପ ନାରାୟଣ 16 ପରିହାସେ କୃଷ୍ଣର ପ୍ରେମ ଭାବ ବସେ ବଚନେ ନୁହଁ ହିଁ ସର୍ଜନ ତେଣୁ ନକଟେ ଅନୁମାନ ରମା ରମଣ ଜଗନ୍ନାଥ ତାହାଙ୍କୁ ପାଇ ନିଜ କାନ୍ତ ବ୍ରହ୍ମାଦି ଆଦି ମୁନି ଯତି ଯାହାର ମାର୍ଗେ ମୋହ ଯାନ୍ତି ସେ ହରି ସଙ୍ଗତେ ଯୁବତୀ ଆନନ୍ଦେ ନିରତେ ରମନ୍ତି ନବ ସଙ୍ଗମେ ପ୍ରିୟ ଭାବ ନିତ୍ୟ ଉଦ୍ଧବ ଅନୁରାଗ ହେବନ୍ତି କୃଷ୍ଣର ଚରଣେ ଯୁବତୀ ଭାବ ଆଚରଣେ ନର ଆଗମନ ଦେଖି ଉଠନ୍ତି ଆସନ ଉପେକ୍ଷୀ କେତେ ହେଁ ଦୂରେ ବେଗେ ଯାଇ କୃଷ୍ଣର ହସ୍ତେ ହସ୍ତ ଦେଇ ସକାମେ ଅଳସ ତରୁଣୀ କୃଷ୍ଣକୁ ନିଜ ଗୃହେ ଆଣି ସୁବର୍ଣ୍ଣ ଆସନେ ବସାଇ ବେନି ଚରଣ ହସ୍ତେ ଧୋଇ ସୁଗନ୍ଧ ଲେପିନ ଅଙ୍ଗେ ଆଲଟ ବିଚନ୍ତି ସୁରଙ୍ଗେ ବିଶ୍ରାମେ କରି ନିଜ ପତି ସୁଗନ୍ଧ କୁସୁମେ ସେବନ୍ତି ସପ୍ରସାରିଣ ଶୟନେ ସେବନ୍ତି ସ୍ନାନ ଭୋଜନେ ହେମନ୍ତ କୃଷ୍ଣର ଚରଣେ ସେବା କରନ୍ତି ଅନୁକ୍ଷଣେ କନ୍ୟାକେ ଶତ ନାରୀ ପାଶେ ଖଟନ୍ତି ପରିବାରୀ ତଥାପି ସ୍ୱାମୀଙ୍କ ଚରଣେ ସେବନ୍ତି ସେବକୀ ପ୍ରମାଣେ ଏବେ ଓ ଶୁଣ ନର ପତି କୃଷ୍ଣର ଯେତେକ ଯୁବତୀ ତାହାଙ୍କ ମଧ୍ୟରେ ଅଷ୍ଟ ନାରୀ ରୁକ୍ମିଣୀ ଦେବୀ ଆଦି କରି କନ୍ୟାକେ 10 ସୁତ ଏହାଙ୍କ ଉଦରୁ ସମ୍ଭୂତ 1601 ସତେ ପୂର୍ବେ ମୁଁ କହିଅଛି ତତେ ପ୍ରଦ୍ୟୁମ୍ନ ଚାରୁ ଦେଷ୍ଟା ଆଦି ସୁଦେଷ୍ଟା ନାମେ ପରିସିଦ୍ଧି ଚତୁର୍ଥ ପୁତ୍ର ଚାରୁ ଦେବ ଏହାର ମଳିନ ହୃଦୟ ଏ ସୁଚାରୁ ଗୁପ୍ତ ବେନି ଅଷ୍ଟମେ ଭଦ୍ରା ଚାରୁ ଘେନି ଏ ଚାରୁ ବିଚାରୁ ବେନି ନାମ ସୁଚାରୁ ସତ୍ୟ ଏ ଦଶମ ରୁକ୍ମିଣୀ ଗର୍ଭୁ ଏ ସମ୍ଭୂତ କୃଷ୍ଣର ପ୍ରାୟ ନେତ୍ର ଗାତ୍ର ଭାନୁ ସୁର ଭାନୁ ପ୍ରଭାତ ଭାନୁ ଚନ୍ଦ୍ର ଭାନୁ ଶ୍ରୀ ଭାନୁପତି ଭାନୁ ଶେଷ କୃତ ବୃହତ ଭାନୁ ଦଶ ସତ୍ୟଭାମାର ଏତେ ସୁତ ଏବେ ନରନାଥ ଏ ରକ୍ଷ ନନ୍ଦୀ ଜାମ୍ବବତୀ ଶୁଣତୁ ତାହାର ସନ୍ତତି ଜାମ୍ବ ସୁବର୍ଣ୍ଣ ସକ୍ରାଜିତ ଚତୁର୍ଥ ପୁତ୍ର ଜଗଜିତ ସହସ୍ରାଜିତ ଚତୁର୍ଥକ ବିଜୟ ଚିତ୍ର କେତୁରେକ ପଶୁ ମାନବ ବିଡ଼ କେତୁ ପଶୁ ସାମନ୍ତ ସମ କେଶୁ ସତ୍ୟାର ପୁତ୍ର ଶୁଣ ଏବେ ତତେ କହିବା ପ୍ରିୟ ଭାବେ ଚାରୁ ଚନ୍ଦ୍ର ଅଶୋସେନ ଚିତ୍ର ବିଚିତ୍ର ବେଗବାନ ମାନ ଆତ୍ମା ଶଙ୍କୁ ବସୁ କୁମ୍ଭ ଦର୍ଶନ ଅବଶେଷୁ ସାଧୁ ସୁନ୍ଦର ସୁଖ କବି ବୃଷଭା ନାମ ଅନୁଭବୀ ବୀର ସୁବାହୁ ଭଦ୍ର ଏକା ଅଷ୍ଟମ ଶାନ୍ତି ନାମ ଲେଖା ଦଶମ ପୂର୍ଣ୍ଣିମା ସୁକେଶ କାଳିନ୍ଦୀ ଏବେ ଦଶମ ସୋମ କୁବେର ପଦତ୍ୟକ ଶାସ୍ତ ବାସିନୀ ଗୃହ ଠିକ ବଳ ପ୍ରବଳ ଊର୍ଦ୍ଧ୍ୱ ଗତି ଏ ଦଶ ମାଦ୍ରୀର ସନ୍ତତି ଚକ୍ର ସଚିତ 10 ବଳ ଅପରାଜିତ ଅଳିକୂଳ ଏହାଙ୍କ ମହିମା ବହୁତ ଶୁଣତୁ ମିତ୍ର ବୃନ୍ଦାସୁତ ବଳ ଅଭିଳ ନୀଳବନ୍ଧ ବ୍ରଦନା ତାଙ୍କ 10 ସିଦ୍ଧ ହେମ ପାଗା ବଳ ଅନଳ ସୁଧ ସହିତେ 10 ବଳ ସଂଗ୍ରାମ ଜିତ ବୃହସ୍ପେନ ସୁର ପ୍ରତିସାର ମର୍ଦନ ଜୟ ସୁଭଦ୍ରା ଭଦ୍ରା ନନ୍ଦ ଭଦ୍ରାର ସନ୍ତତି ଏ ବୃନ୍ଦ ଅଭୟ ଶୁଦ୍ଧ ସୁସତ୍ୟକ ଦିତି ମାନବ ଭକ୍ତକ ଅତି ସୁନ୍ଦର ରସ ସାର ସୁନ୍ଦର ରୋହିଣୀ କୁମର ହେମତେ ଅଷ୍ଟପାଟ ରାଣୀ 16 ମଧ୍ୟେ ଗଣି ହେମତେ କୃଷ୍ଣ ପତ୍ନୀ ଯେତେ ପୁତ୍ର କଳତ୍ର ପ୍ରମିତେ ଅନଙ୍ଗ ଅନୁରୂପେ ଜାତ ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ଏ ରୁକ୍ମ କୁମାରୀ ରୁକ୍ମବତୀ ସାଧୁ ଲକ୍ଷଣ ଶୁଦ୍ଧମତୀ ତାହାର ସ୍ୱୟଂବର ମଧ୍ୟରେ ପ୍ରଦ୍ୟୁମ୍ନ ବରିଲା ବିବାଦେ ରାଜାଙ୍କ ବଳ ଦର୍ପ ହରି ତେଣୁ ପ୍ରଦ୍ୟୁମ୍ନ ବିବାହ କରି ସେ କନ୍ୟା ଗର୍ଭେ ପୁତ୍ର ଜାତ ତାହାର ଅନିରୁଦ୍ଧ ସୁତ ଏ ଦୁଶୀଳା କୃତ୍ୟ ବ୍ରହ୍ମା ସୁତ ତାରେ ବରିଲେ ରିପୁନାଥ ମତେ ପରୀକ୍ଷିତ ଶୁଣି ଆନନ୍ଦ ମନେ ପରିମାଣି ବୋଲୋଇ ମଧୁର ବଚନ ଭଉନି ବ୍ୟାସଙ୍କ ନନ୍ଦନ ଏ ବଡ଼ କୌତୁକ ବାଣୀ ସନ୍ଦେହ ଲାଗିଲା ତା ଶୁଣି ମଜେ କୃଷ୍ଣର ବୈରୀ ସଂଗ୍ରାମ କାଳେ ଅଛି ହାରି ସେ ନିତ୍ୟ ନିଧି ମୋହେ ଗାଢ଼େ କୃଷ୍ଣ ମରଣ ଛିଦ୍ର ଲୋଡ଼େ ମାରିବା ପାଇଁ କରେ ଆସ ସେ କାହିଁ ବିବାହେ ବିଶ୍ୱ
ନିଶ୍ୱାସ ସଭୟ ବୈରୀ ନିରୋଧ କେମନ୍ତେ ବିବାହ ସମ୍ବଦ ତ ଭବିଷ୍ୟ ବର୍ତ୍ତମାନେ ଏକଥା ନଗନଇ ମନେ ବୈରୀ ଭାବେ ଭଲ କାହିଁ ଉତ୍ତମ ଲୋକେ ଛନ୍ତି କହି ଗୋବାଚ ଏ କହନ୍ତି ସୁକ ମୁନିବର ଶୁଣ ସୁମନେ କୁରୁବୀର ନର ତହିଁ ଅପମାନେ ବୈରୀ ଭାବ ଅଛି ମନେ ତଥାପି ଭଗିନୀର ସୁତ ଭଣଜା ଭାବେ ବର ପାତ୍ର କୁଳ ବ୍ୟବହାରଇ ମତେ ଦେଲା ଭଗିନୀ ପ୍ରିୟ ଅର୍ଥେ ରୁକ୍ମ ପୁତ୍ରର କନ୍ୟା ଥିଲା ଅନିରୁଦ୍ଧକୁ ପୁଣ ଦେଲା ନର ଶତ୍ରୁ ସେ ଯୁକତେ ଦେଲା ରୁକ୍ମିଣୀ ପ୍ରିୟ ଅର୍ଥେ ଧର୍ମଶାସ୍ତ୍ର ଏ ବିଚାର ଦେଲା ରୁକ୍ମିଣୀ ସ୍ନେହବର ତାର ବିବାହ କାଳେ ହରି ରାମ ରୁକ୍ମିଣୀ ଆଦି କରି ଆମ୍ବ ପ୍ରଦ୍ୟୁମ୍ନ ଆଦି ସୁତେ ଯାଦବ ସ୍ନେହର ସହିତେ ବିବାହ ଉତ୍ସବ ସୋମବାରେ ଯେମତେ କୁଟ ବ୍ୟବହାରେ ମିଳିଲେ ଭୋଳ ନିକ କଟକରେ ବିବାହ କରାଇ ତାର ପୁରେ ମିଳିଲେ ଭୋଜ କଟକରେ ବିବାହ କରାଇ ତାର ପୁରେ ଏମନ୍ତେ ଶୁଣ ନର ନାଥ ତାର ବିବାହେ ବିପରୀତ ଉତ୍ସବ ଅନ୍ତେ ଏକ ଦିନେ ବିବାହେ ଥିଲେ ସେ ରାଜନେ କଳିଙ୍ଗ ଆଦି ରାଜା ଯେତେ ବିଚାର କରନ୍ତି ହେମନ୍ତେ ଆଜ ସଭାର ମଧ୍ୟ ବସି ରୋହିଣୀ ନନ୍ଦନେ ବିଶ୍ୱାସୀ ଆନନ୍ଦେ ପଶା ଖେଳ କରି ଛଳେ ଜିଣିବା ହଳଧାରୀ ପ୍ରଥମେ କଲେ ଲକ୍ଷ୍ୟ ଗୁଣ ଯେମନ୍ତେ ଖେଳଇ ବିହାଣ ରାମ ପାତିଲେ ପଶା ଧାନ ଜିଣିଲା ଭୀଷ୍ମଙ୍କ ନନ୍ଦନ ପାଶେ ଯେ ଥିଲା ଦନ୍ତ ବକ୍ର ସ୍ୱଭାବେ କରି ଅଛି ଚକ୍ର ହସିଲା ରାମ ମୁଖ ଚାହିଁ ବିକଟ ଦର୍ଶନ ଦେଖାଇ ଖେଳଇ ସ୍ୱଭାବ ହେମନ୍ତ କୋପ ନ କଲେ ହଳ ହସ୍ତ ଲକ୍ଷ୍ୟକୁ 10 ଗୁଣ କରି ପୁଣି ପାଟିଲେ ହଳଧାରୀ ସେଭଳେ ହଳଧର ଜିଣି ରୁକ୍ମିଣ ଓଲଇତା ଶୁଣି ମୁହିଁ ଜିଣିଲି ଏତେ ଧନ ଭୋ ରାମ ପୁଛ ସର୍ବଜନ ହେମନ୍ତ କହି ତମ କଲା ରାମର କୋପ ଉପୁଜିଲା ଜଳଦି ଯେନେ ପୂର୍ବ କାଳେ ଉଛୁଳେ ପ୍ରଳୟ ଉଲ୍ଲଳେ ସ୍ୱଭାବେ ଅରୁଣ ଲୋଚନ କୋପେ ବୋଲନ୍ତି ବଳରାମ ଏବେ ମୋହର 100 ଗୁଣ ଅଡ଼ିଲେ 100 କୋଟି ଧନ ତେକ ସୁବର୍ଣ୍ଣ ମୋହର କୋପେ ବୋଲନ୍ତି ହଳଧର ହେମନ୍ତ ଖେଳେ ପିଢ଼ କରି ଦାନ ପାଚିଲେ ହଳଧାରୀ ଏ ଧର୍ମେ ଜିଣିଲେ ବଳରାମ ଜିଣିଲି ବୋଇଲା ରୁକ୍ମିଣ ଏବେଳେ ଜିଣିଲଇ ମୁହିଁ ପ୍ରଚାର ସଭା ମଧ୍ୟେ ତୁଇ ଏବେଳେ ଜିଣିଲଇ ମୁହିଁ ପ୍ରଚାର ସଭା ମଧ୍ୟେ ତୁଇ ବିକଟ ଦନ୍ତ ତାହା ଶୁଣି ବୋଲଇ ଅଛି ମୁହିଁ ଜାଣି ଏବେଳେ ଜିଣିଲା ରୁକ୍ମିଣ ସୁବର୍ଣ୍ଣ ଯେତେ ପିଡ଼ ପୁଣ ରୋହିଣୀ ସୁତ ତାହା ଶୁଣି କପାଳେ କଣ୍ଟି ହେଲେ ତୁନି ହେମନ୍ତେ ଅନ୍ତରିକ୍ଷ ବାଣୀ ଶୁଭିଲା ରାମ ଏହା ଜାଣି କପଟ କହି ରୁକ୍ମିଣ ହେମନ୍ତ ଆକାଶ ବଚନ ଧର୍ମ ବଚନ ନିନ୍ଦା କରି ରୁକ୍ମ ବୋଲଇ କୋପ ଭରି ତୁମ୍ଭେ ଜାଣିବ ଖେଳ କାହିଁ ବନେ ଗୋପାଳ ମେଳେ ତାଇ ନ ଜାଣି ପଶା କୌତୁକ ଗଉଡ଼ ଜାତି ବଡ଼ ମୂର୍ଖ ଗୋରୁ ଚରାଇ ଗଲା ଦିନ ତୁମ୍ଭର ଏଥେ ନାହିଁ ଜ୍ଞାନ ଖେଳ ଜାଣନ୍ତି ରାଜପୁତ୍ରେ ସଂଗ୍ରାମ ଜୟ ସେଇ ମତେ ପଶା ଖେଳିଲା ତୁମ୍ଭ ନାହିଁ ରୁକ୍ମ ବୋଇଲା ରାମେ ଚାହିଁ ହେମନ୍ତ ରୁକ୍ମିଣ ବଚନ ପୁଣି ବୋଲନ୍ତି ସଭାଜନ ରାମ କପିଲେ ତାହା ଶୁଣି କରେ ପରିଘ ଶସ୍ତ୍ର ଘେନି ରୁକ୍ମିଣ ମୁଣ୍ଡେ ଘୋର ନାଦେ ପ୍ରହାର କଲେ ସଭା ମଧ୍ୟେ ତଳେ ଯେ ଥିଲା ପଶା କାଠି ରାମ ଘେନିଲେ କୋପ ମୁଷ୍ଟି ସଭାରେ ଅପମାନ ଦୁଃଖେ ପିଟିଲେ ଦନ୍ତ ବକ୍ର ମୁଖେ ବଜ୍ର ସମାନ ପଶା କାଠି ବାଜି ଝଡ଼ିଲା ଦନ୍ତ ପାଟି ଯେ ଦନ୍ତେ ରାମକୁ ହସିଲା ସେ ଝଡ଼ି ଭୂମିରେ ପଡ଼ିଲା ରୁଧିର ଗଳେ ତାର ତୁଣ୍ଡେ ଗୋଳ ଶୁଭିଲା ରାଜଦାଣ୍ଡେ ଏ ରାମକ ଅକ୍ଷ କ୍ରୀଡ଼ା କାଳେ ଦୁଷ୍ଟେ ଯେ ଥିଲେ ସଭା ତଳେ ରାମର ଶସ୍ତ୍ରେ ଖଣ୍ଡ ଖଣ୍ଡ ଛିଡ଼ିଲା ଭୋରୁ ଭୁଜ ଦଣ୍ଡ ଶୋଣିତ ବୃଷ୍ଟି 10 ଦିଗେ ପଳାଇ ଗଲେ ନିଜ ଦେଶେ ରୁକ୍ମିଣ ହତ କୃଷ୍ଣ ଦେଖି ଭାଳି ବୁଝିଲେ ବେନି ଆଖି ରାମ ରୁକ୍ମିଣ ସ୍ନେହ ଭଙ୍ଗ ଭୟେ ମୌନ ଶ୍ରୀରଙ୍ଗ ତକ୍ଷଣେ ପ୍ରଭୁ ଭଗବାନ ଆରୋହୀ ନନ୍ଦୀ ଘୋଷ ଯାନ ବର କନ୍ୟାକୁ ଘେନି ସଙ୍ଗେ ଦ୍ୱାରକା ବିଜେ ଶ୍ରୀରଙ୍ଗେ ରାମ ଯାଦବ ଆଦି ଯେତେ ମିଳିଲେ କୃଷ୍ଣ ଅନୁମତେ ରାମ କୃଷ୍ଣ ପାଦ ଗତେ ନମହି ଦାସ ଜଗନ୍ନାଥେ ଶ୍ରୀମଦ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତେ ବୟାସିକ୍ୟାଂ ଦଶମ ସ୍କନ୍ଧେ ଅନିରୁଦ୍ଧ ବିବାହ ଅକ୍ଷ କ୍ରୀଡ଼ାୟା ରୁକ୍ମବୋଧ ନାମ ଷଷ୍ଠତମ ଅଧ୍ୟାୟ ବୋଲ ଆନନ୍ଦେ କବାର ହରି ହରି ବୋଲ।